ଏବେ ସହଜ ହେଲା ଜମି ବଣ୍ଟନ ବା ବିଭାଜନ। ଯେମିତି କି ଆମ ଘରେ ଆମ ସମସ୍ତଙ୍କ ଘରେ ଏମିତି କିଛି ଜମି ଥିବ ଯାହାକି ପୂର୍ବପୁରୁଷଙ୍କର ନାମ ଥିବ। ସେ ଜମିର ମାଲିକ ବହୁତ ଜଣ ଥିବେ, ଯେମିତି A B C D ଏମିତି 4-5 ଜଣ ଥିବେ। ତେବେ ଏଇ ଜମିଟା ଆମେ କିଭଳି ଭାବେ ଭାଗ କରିବା, ଏହା ବହୁତ କଷ୍ଟଦାୟକ ହେଇଥାଏ। କିନ୍ତୁ ସରକାର କ'ଣ କରିଛନ୍ତି, ଏହାକୁ ଏହି ନିୟମରେ କିଛି ପରିବର୍ତ୍ତନ କରିଛନ୍ତି ଏବଂ ଏହା ବହୁତ ସହଜ କରିଦେଇଛନ୍ତି। ତେବେ ଆପଣମାନେ କେମିତି ଆବେଦନ କରିବେ ଏହି ଜମି ବିଭାଜନ ପାଇଁ? ଅନଲାଇନ୍ କରିବେ ନା ଅଫଲାଇନ୍ କରିବେ? କ'ଣ ପ୍ରକ୍ରିୟା ଅଛି, ସମ୍ପୂର୍ଣ୍ଣ ବିବରଣୀ ବର୍ତ୍ତମାନ ଆମେ ଗୋଟି ଗୋଟି କରି ଆଗକୁ ଆଲୋଚନା କରିବା। ଯେମିତିକି ଦେଖନ୍ତୁ, ସହଜ ହେବ ଜମି ବିଭାଜନ ମାନେ ଡିମାର୍କେସନ। ବାରମ୍ବାର ଆପଣମାନଙ୍କୁ ଆଉ ତହସିଲ ଅଫିସକୁ ଯିବାକୁ ପଡ଼ିବନି। ତେବେ ଆସନ୍ତୁ, ଆଗକୁ ବଢ଼ିବା ପୂର୍ବରୁ ଆମେ ଦେଖିବା ଜମି ବିଭାଜନ କ'ଣ। ଆପଣମାନଙ୍କୁ ସରଳରେ ବୁଝିବାକୁ ଗଲେ ଦେଖନ୍ତୁ, ପୂର୍ବପୁରୁଷଙ୍କ ନାମରେ ଯେମିତି ଏଇ 2 ଜଣଙ୍କ ନାମରେ ଆଗରୁ ଗୋଟେ ଜମି ଅଛି। ଏଇ ଜମିଟା ଏଇ 2 ଜଣଙ୍କ ନାମରେ ଜମିଟି ଅଛି। ତେବେ ଏମାନଙ୍କ ପରେ ଏମାନଙ୍କର ପୁଅ କେତେ ଜଣ ହେଲେ? ଏମାନଙ୍କର ପୁଅ ହେଲେ 4 ଜଣ। ବର୍ତ୍ତମାନ କ'ଣ ହେଲା ନା ଏଇ 4 ଜଣଙ୍କ ନାମରେ ଏଇ ଜମି ଅଛି। କିନ୍ତୁ ଏଇ 4 ଜଣ ଯାକ କ'ଣ କରିଛନ୍ତି ନା ଜମିଟାକୁ ଅଲଗା ଅଲଗା କରିଦେଇଛନ୍ତି। ମାନେ ସମସ୍ତେ କ'ଣ କରନ୍ତି ନା ଏ ଲୋକ ଏଇ ଜମି ଚାଷ କରୁଛନ୍ତି, ବି ଲୋକ ସେକେଣ୍ଡ ବାଲା ସେକେଣ୍ଡ ଜମି, ଯେମିତି ଥାର୍ଡ ବାଲା ଥାର୍ଡ ଜମି, ଫୋର୍ ବାଲା ଫୋର୍ ଜମି, ଏମିତି ସମସ୍ତେ ଚାଷ କରୁଛନ୍ତି। କିନ୍ତୁ ବର୍ତ୍ତମାନ କ'ଣ ହେଇଛି ନା ଏଥିରେ ଯେଉଁ ଜମିର ପରିମାଣ ଅଛି ସେ ପରିମାଣକୁ ନେଇ ସମସ୍ତେ 4 ଭାଇ ଝଗଡ଼ା ହଉଛନ୍ତି। ତେବେ କେମିତି ଭାଗ କରିବେ, କେଉଁ ଜମିର ପରିମାଣ କେମିତି, ମାନେ ହିଡ଼ କେମିତି ବାନ୍ଧିବେ? ତ ଏଥିରେ ଯେତେବେଳେ ଝଗଡ଼ା ହଉଛନ୍ତି, ଏଇ କେସରେ କ'ଣ ହୁଏ ନା ଆମେ କ'ଣ କରନ୍ତି ନା ତହସିଲ ଅଫିସକୁ ଯାଆନ୍ତି। ତହସିଲ ଅଫିସରେ କମ୍ପ୍ଲେନ କରନ୍ତି, ଏମିତି ଆମର ଗୋଟେ ଜମିଟି ପ୍ରୋବ୍ଲେମ ଅଛି, ଆସିକିରି ଆମ ଜମିଟିକୁ ଆପଣ ବାଣ୍ଟି ଦିଅନ୍ତୁ। ତେବେ ତହସିଲଦାର ଆସିକିରି କ'ଣ କରିବେ, ଆମ ଜମିଟିକୁ 4 ଭାଗରେ ବିଭାଜନ କରିବେ ଏବଂ ସେମାନେ କ'ଣ କରିବେ, ସନ୍ଧି ଦେବେ। ଯେମିତିକି ଆମର ଗୋଟେ ବିଲର 4 କୋଣରେ ଆମେ କ'ଣ କରିଥାଉ, ପଥର କିମ୍ବା କିଛି ଗୋଟେ ଚିହ୍ନ ରଖିଥାଉ। ଏଇ ଜମିଟି କିଏ ବାହାର କରିବ ନା ତହସିଲଦାର ବାହାର କରି ଦେବେ। ଏଇ ପ୍ରୋସେସକୁ ଆମେ କୁହନ୍ତି ଲ୍ୟାଣ୍ଡ ଡିମାର୍କେସନ। ଆପଣମାନେ ବୁଝିପାରିଥିବେ। ତେବେ ଏଇ ପ୍ରୋସେସଟି ଯେମିତି ପୂର୍ବରୁ କ'ଣ ହୁଏ ନା ପୂର୍ବପୁରୁଷଙ୍କ ନାମରେ କୌଣସି ଜମି ଥିବ, ସେ ଜମିର ମାଲିକାନା 3-4 ଜଣ ଥିବେ। ସେ ଜମିଟି ଆପଣଙ୍କ ନାଁରେ ଥିବ, କିନ୍ତୁ ଆପଣଙ୍କର ଏରିଆ କେତେ ଏରିଆ ଆପଣଙ୍କର ଲେଫ୍ଟ ସାଇଡ୍ ଅଧିକ ଅଛି ନା ରାଇଟ୍ ସାଇଡ୍ ଅଧିକ ଅଛି, ନା କିଏ ଆପଣଙ୍କର ଏକ୍ସଟ୍ରା କିଏ ମଡ଼େଇ ଦେଇଛନ୍ତି, ଆପଣମାନେ ଜାଣିପାରୁନାହାନ୍ତି। ସେ କେସରେ ଆପଣଙ୍କୁ କ'ଣ କରିବାକୁ ପଡ଼ିବ ନା ଜମି ଡିମାର୍କେସନ କରିବାକୁ ପଡ଼ିବ, ଲ୍ୟାଣ୍ଡ ଡିମାର୍କେସନ ଆପ୍ଲାଏ କରିବାକୁ ପଡ଼ିବ। ତେବେ ଏହି ପ୍ରୋସେସଟି ପୂର୍ବରୁ ବହୁତ କଷ୍ଟଦାୟକ ଥିଲା, ବର୍ତ୍ତମାନ କିନ୍ତୁ ଏହା ବହୁତ ସହଜ ହେଇଯାଇଛି। ଦେଖନ୍ତୁ, ଜମି ଡିମାର୍କେସନ ପାଇଁ ଆପଣମାନଙ୍କୁ ଅନଲାଇନରେ ଆବେଦନ କରିପାରିବେ। ଦେଖନ୍ତୁ, ଆପଣମାନେ କ'ଣ କରିବେ, ବର୍ତ୍ତମାନ ଜମି ଡିମାର୍କେସନ ଯେମିତି ଆପଣଙ୍କର ଜମିରେ କିଛି ପ୍ରୋବ୍ଲେମ ଅଛି, ଆପଣ କ'ଣ କରିବେ, ଅନଲାଇନରେ ଆବେଦନ କରିବେ କି ଆମ ଜମିଟି ବିଭାଜନ କରିବାର ଅଛି। ଆପଣ ଅନଲାଇନରେ ଆବେଦନ କରିବେ ଡିମାର୍କେସନ ପାଇଁ। ଆଉ ଆପଣଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି କି ଆପଣ 1000 ଥର ତହସିଲଦାରକୁ ଗୁହାରି କରିବାକୁ ପଡ଼ିବ ନାହିଁ। ଏଣିକି ଜମି ଡିମାର୍କେସନରେ ଅନଲାଇନରେ ଆବେଦନ କଲେ ଆପଣଙ୍କୁ ଗୋଟେ ଡେଟ୍ ମିଳିବ। ସେଇ ଡେଟ୍ରେ ତହସିଲଦାର ପୋଲିସ ଅମିନ ଆସି ଆପଣଙ୍କର ଜମିଟିକୁ ସେମାନେ ଚିହ୍ନଟ କରିବେ, ମାନେ ଆପଣଙ୍କ ଜମିର କେତେ ଏରିଆଟି ସେମାନେ ବାହାର କରି ଆପଣଙ୍କୁ ଦେଇଦେବେ। ସେହି ହିସାବରେ ଆପଣ ଚାଷ କରିପାରିବେ। ବୁଝିପାରିଲେ? ତ ଆସନ୍ତୁ କେମିତି ଆବେଦନ କରିବେ। ଅନଲାଇନରେ ତ ହେବ, ଆପଣ ଜାଣିଦେଲେ, କିନ୍ତୁ କେମିତି ଆବେଦନ କରିବେ? ଏଥିପାଇଁ ପ୍ରଥମେ ଆପଣ କ'ଣ କରିବେ, ରାଜସ୍ୱ ବିଭାଗର ଅନଲାଇନ ସାଇଟକୁ ଯିବେ। ସେଥିରେ ମୋବାଇଲ ନମ୍ବର ମାଧ୍ୟମରେ ଆପଣମାନେ ରେଜିଷ୍ଟ୍ରେସନ କରିଦେବେ। ରେଜିଷ୍ଟ୍ରେସନ କଲା ପରେ ସମସ୍ତ ଡିଟେଲ୍ସ, ଆବଶ୍ୟକ ଡିଟେଲ୍ସ, ଆପଣଙ୍କ ନାଁ, ଗାଁ, ଏମିତି କିଛି ଡିଟେଲ୍ସ ମାଗିବ, ସେଥିରେ ଏଣ୍ଟର କରିନେବେ ଏବଂ ଆବଶ୍ୟକ ସମସ୍ତ କାଗଜପତ୍ର ସେଥିରେ ଅପଲୋଡ କରିବାକୁ ପଡ଼ିବ। ଏହାପରେ ଆପଣ ସବମିଟ୍ ବଟନ ଉପରେ କ୍ଲିକ୍ କଲା ପରେ ଏହା ତହସିଲଦାର ପାଖକୁ ପଳେଇବ। ତହସିଲଦାର ଯାଞ୍ଚ କଲା ପରେ ଆପଣଙ୍କ ମୋବାଇଲ ନମ୍ବରକୁ ଗୋଟେ ମେସେଜ ଦେବେ କି କେଉଁ ଡେଟ୍ରେ ଆପଣଙ୍କର ଜମିଟି ଡିମାର୍କେସନ ହେବ, ମାନେ ତହସିଲଦାର ଯିବେ। ସେହି ଡେଟ୍ରେ ତହସିଲଦାର ଅମିନ ଓ ଆବଶ୍ୟକ ସମସ୍ତ ଅଫିସର, ମାନେ ପୋଲିସ ଯଦି ଆବଶ୍ୟକ ପଡ଼େ ପୋଲିସ ବି ଆସିବେ। ଆସିଲା ପରେ ଆପଣଙ୍କର ଯେଉଁ ଜମି ଥିବ ସେ ଜମିଟି ଅତି ସହଜରେ ବିଭାଜନ ହେଇଯିବ। ଆପଣ ଜାଣିପାରିବେ ଆପଣଙ୍କର କେତେ ଏରିଆ ଅଛି। ତ ଦେଖନ୍ତୁ, ଆପଣମାନେ ଗୁଗଲକୁ ଯିବେ। ଗୁଗଲରେ କ'ଣ କରିବେ ନା ଓଡ଼ିଶା ରେଭିନ୍ୟୁ ସର୍ଭିସ .nic.in ଏହା ସର୍ଚ୍ଚ ଏଣ୍ଟର କଲା ପରେ ଆପଣଙ୍କୁ ଏଇଭଳି ଗୋଟେ ପେଜଟି ଓପେନ ହେଇଯିବ। ଏହା ହେଉଛି ରେଭିନ୍ୟୁ ଡିପାର୍ଟମେଣ୍ଟର ଅଫିସିଆଲି ପେଜଟି। ଦେଖନ୍ତୁ, ଏଥିରେ କ'ଣ କରିବାକୁ ପଡ଼ିବ ନା ଆପଣଙ୍କୁ ଆପଣଙ୍କ ନେମ୍ ଲେଖିବାକୁ ପଡ଼ିବ, ମୋବାଇଲ ନମ୍ବର ଲେଖିବାକୁ ପଡ଼ିବ, ଏହାପରେ ଆପଣଙ୍କୁ ଇମେଲ ଆଇଡି ଦେବାକୁ ପଡ଼ିବ। ଏହାପରେ ଗେଟ୍ ଓଟିପି ଉପରେ କ୍ଲିକ୍ କରିବେ। ଆପଣଙ୍କର ଏଇ ମୋବାଇଲ ନମ୍ବରକୁ ଗୋଟେ ଓଟିପି ଆସିବ। ସେଇ ଓଟିପିଟି ଏଣ୍ଟର କଲା ପରେ ଆପଣଙ୍କର ରେଜିଷ୍ଟ୍ରେସନ ପ୍ରୋସେସଟି କମ୍ପ୍ଲିଟ୍ ହେଇଯିବ। ଏହାପରେ ଆପଣ ଭିତରେ ସମସ୍ତ ଡକୁମେଣ୍ଟ, ମାନେ ଆବଶ୍ୟକ ଆପଣଙ୍କର ଆଡ୍ରେସ ଡିଟେଲ୍ସ, ଆଉ କିଛି ଯାହା ଡିଟେଲ୍ସ ମାଗୁଛି ତାହା ଆପଣଙ୍କୁ ଫିଲ୍ କରିବାକୁ ପଡ଼ିବ। ଫିଲ୍ କଲା ପରେ ଆବଶ୍ୟକ ସମସ୍ତ ଡକୁମେଣ୍ଟ ସେଥିରେ ଅପଲୋଡ କରିବେ। ଅପଲୋଡ କଲା ପରେ ସବମିଟ୍ କଲା ପରେ ଆପଣଙ୍କର ରିକ୍ୱେଷ୍ଟଟି କ'ଣ ହେବ ନା ତହସିଲଦାର ପାଖକୁ ପଳେଇବ। ତହସିଲଦାର ଦେଖିଲା ପରେ ସେ ଆପଣଙ୍କୁ ଗୋଟେ ଡେଟ୍ ଦେବେ, କୋଉ ଡେଟ୍ରେ ଆପଣଙ୍କର ଜମିଟି
ମାନେ ଭାଗ କରା ମାନେ ଆପଣ ଯୋଉ ଆବେଦନ କରିବେ ଆପଣଙ୍କ ଜମିଟି କେବେ ମପା ହବ ସେଇ ଡେଟ୍ ଟି ଆସିବ। ସେଇ ଡେଟ୍ ଆସିଲା ପରେ ସେଇ ଡେଟ୍ ରେ ତହସିଲଦାର ଅମିନ ପୋଲିସ ସମସ୍ତେ ଆସିବେ ଆପଣଙ୍କ ଜମିଟିକୁ ସେମାନେ ଆପଣ ମାପିକି ଆପଣଙ୍କର କେତେ ପରିମାଣ ଅଛି କଣ ସେମାନେ ଦେଇଦେବେ। ଏଇଭଳି ବହୁତ ସହଜ ହେଇଗଲାଣି ବର୍ତ୍ତମାନ ଜମି ବିଭାଜନ। ତେବେ ସାଙ୍ଗମାନେ ଆଶା କରୁଛି ଆଜିକାର ଇନଫରମେସନ ଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ପ୍ଲିଜ ଗୋଟେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ କରନ୍ତୁ ଏବଂ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର, ଜୟ ଜଗନ୍ନାଥ।